ସେଇଟା ପକେଇନ ବେକରେ ସେଇଟା ଗୋଟେ ତାର ସିଷ୍ଟମଟା ପଡ଼ୁଛି ନା ବାହାରକୁ ସେଇଟା ଆପଣ ନିହାତି ପକେଇବା ଆଗେ ଧର ହଁ ସେତିକି ତ ଏବେ କେମିତି ଦେଖାଯାଏ ସେଟିଂଟା ଯିବା କଥା ନୁହେଁ ମ୍ୟାମ୍। ଆଜି ଏବଂ ପଞ୍ଚମ ସ୍କନ୍ଦ ସପ୍ତମ ଅଧ୍ୟାୟ ଆଜି କାଲି ତ ଋଷଭଦେବ ତାଙ୍କର ଭରତ ବୈକୁଣ୍ଠ ଗମନ କରିଛନ୍ତି। ତାଙ୍କର ଆଜି ବଡ଼ ପୁଅ ଭରତ ରାଜା ହେବେ। ଶ୍ରୀ ଶୁକବାଚ ଭରତ ମହାଭାଗବତ ऋषभे वै संविचित ताहांक आज्ञा शिरे घेनि आनंदे पावन्ति अवनि विश्वरूपर कन्या श्रेयी पंचजनिकु विभाग पंचकुमार जेताहार होइले अति मनोहर देवर हरि बड़ होउछन्ति भरत राजा हेले से विश्वरूपंकर पंचजनी कन्या को विवाह कले और तांकर मध्य 5 पुत्र हेले। ध्रुमकेतुज सुदर्शन सुमति राष्ट्रभूत नाम पर्यावरण नाम होइले अति अनुपम ए देश जनाभ थिला भरतु भारत होइला। हमर भारतवर्षर नाम अजनाभ आगुरी थिला तांकरी नाम अनुसार तांकर कीर्ति और जश एते तांकरी नाम अनुसार भारत भारतवर्ष अजनाभ अजनाभ थिला अजनाभ କେତେ ମସିହାରେ ଏଇଟା ଆମର ଯେତେବେଳେ ସୃଷ୍ଟି ଆମର ଯେତେବେଳେ ଆରମ୍ଭ ହେଲା ସୃଷ୍ଟି ଯେତେବେଳେ ଆରମ୍ଭ ହେଲା ଏଇ ଭୂଖଣ୍ଡର ନାମ ଅଜନାଭ ରଖାଯାଇଥିଲା। ଭାରତ ଏହାର ନାମ ନଥିଲା। ତାଙ୍କରି ଠାରୁ ତାଙ୍କ ପିତୃପୁରୁଷ ମାନେ ବି ଗଲେ କାହିଁକି ନା ସୃଷ୍ଟି ଆରମ୍ଭ ହେଲା ସ୍ୱୟଂଭବ ମନୁଙ୍କ ପରେ ତ ଉତ୍ତାନପାଦ ପ୍ରିୟବ୍ରତ। ଆଚ୍ଛା ଇଏ ଉତ୍ତାନପାଦଙ୍କ ବଂଶ ଯାଇଛି ଇଏ ପ୍ରିୟବ୍ରତଙ୍କ କଥା ପଡ଼ିଛି। ପ୍ରିୟବ୍ରତଙ୍କର ପ୍ରଥମ ପୁଅ ପ୍ରିୟବ୍ରତଙ୍କର ପ୍ରଥମ ପୁଅ ନାମ ତାଙ୍କର 10 ପୁତ୍ର ହେଇଥିଲେ। 3 ପୁତ୍ର ସନ୍ନ୍ୟାସୀ ହେଇଗଲେ ଆଉ 7 ପୁତ୍ରଙ୍କୁ ଇଏ ଭୂଖଣ୍ଡ ଯାକ ସବୁ ପୃଥିବୀ ବାଣ୍ଟିକି 7ଟା ଦ୍ୱୀପ ନାଭ ତାଙ୍କର ଯୋଉ ନାଭି ନାମକ ପୁତ୍ରଙ୍କର କୌଣସି ପୁତ୍ର ସନ୍ତତି ହେଲା ସିଏ ଯଜ୍ଞ କଲେ। ତାଙ୍କର ପୁତ୍ର ହେଲେ ଋଷଭ। ଋଷଭଙ୍କ ପୁତ୍ର ଇଏ ହେଲେ ସବୁ ଭରତ ଇତ୍ୟାଦି 100 ପୁତ୍ର ହେଲେ। ଠିକ ଅଛି ହେଲା ନାଭି ଋଷଭ ଇଏ ଭଗବାନ କଳାରେ ଜନ୍ମ ହେଇଥିଲେ। ये देश जनाभ थिला भरतु भारत होइला यमन्ते स्वयं परीक्षित विष्णुर भक्त ये भरत वेद प्रमाणे प्रजाजन स्वच्छंदे करई पढ़न जे जहा धर्म अनुसार अनन करंती आचार जे दर्श पूर्ण आस्वादी चातुर्मास्य यज्ञ प्रसिद्धि अग्निहोत्र जे पशु सोमयादि जेते यज्ञमान प्रकृति विकृति रे करी पूजंती तहि देव हरि बोल। यज्ञ सकल देव तुषी जे जहा भावे राजऋषि नाना यज्ञ रे से राजन संतोषे पूजे भगवान सर्वदेवता मूल से ही अशेष प्रभु
ସବୁ ଯାଗଯଜ୍ଞ ଏବଂ ବିଷ୍ଣୁ ଯଜ୍ଞ ଭକ୍ତ ଯଜ୍ଞ ଫଜ୍ଞ ସବୁ ଭଲ ମନ୍ଦ ସବୁ ଠିକ୍ ଠାକ୍ ବାହାର କଲେ। সকল যজ্ঞ অবসানে দেবে সন্তোষ হই মনে পরম কল্যাণ যে করি হরসে গলে গেঝা পুরি সুকর্ম প্রসাদ রাজার নির্মল হেলা কলে সুকর্ম কলে আস্তে আস্তে আপনার মন বুদ্ধি চিত্ত সমস্ত সংস্କାର হয়ে এবং নির্মল বুদ্ধি প্রকাশ পাইব। আমার যেহেতু মন শরীর চিত্ত কୌଣସି ଶୁଦ୍ଧି ନାହିଁ ଆମ ମନରେ ସବୁ ଭୁଲ କଥା ସବୁ ସେଇଥିପାଇଁ ଆସୁଛି, ବିକୃତ ଚିନ୍ତା ଆସୁଛି, ଖରାପ ଚିନ୍ତା ସବୁ ଆମ ମନ ଭିତରେ ପଶି ଯାଉଛି। କାହିଁକିନା ଆମର ବାଡ଼ ନାହିଁ, ଯେମିତି ବାଡ଼ ଆପଣ କରିଦେଇଛନ୍ତି ଗୋରୁ ଗାଈ କେହି ଆସିବେନି ଭିତରକୁ, ପାଚେରୀ ବୁଲେଇ ଦେଇଛନ୍ତି, ମାଙ୍କଡ଼ ପଶିବା ପାଇଁ ବି ଡରୁଛନ୍ତି। ସେମିତି ସେ ଶରୀରକୁ ଆପଣ ଆବଦ୍ଧ କରି ରଖିବାକୁ ପଡ଼ିବ, ତା ଭିତରକୁ କୌଣସି ବାହ୍ୟ ଶତ୍ରୁ ଯଦି ପ୍ରବେଶ ନ କରନ୍ତି। ତାକୁ କ'ଣ କେମିତି ଆବଦ୍ଧ କରିବେ ନା ଆପଣଙ୍କ କର୍ମ ଦ୍ୱାରା ଶରୀରକୁ ଶୁଦ୍ଧ କରିବେ, ଉତ୍ତମ କର୍ମ ଶ୍ରେଷ୍ଠ କର୍ମ ଦ୍ୱାରା ଶରୀରକୁ ଶୁଦ୍ଧି କରିବେ। ସୁକର୍ମ ପ୍ରସାଦ ରାଜାର ନିର୍ମଳ ହେନା କଳେବର ସତ୍ୱ ଗୁଣରେ ନିରୂପମଣି ମନ୍ତେ ଚିନ୍ତି ଚକ୍ରପାଣି ଆକାଶ ପ୍ରାୟଜେଶ୍ୱର ଶୁଦ୍ଧ ନିର୍ମଳ ସତ୍ୱସାର ପରମ ବ୍ରହ୍ମ ବାସୁଦେବ ଅନାଦି ପୁରୁଷ ମାଧବ ନାନା ଲକ୍ଷଣେ ବିରାଜିତ ଚତୁର୍ଭୁଜ ସେ ଶୋଭିତ ଶ୍ରୀବତ୍ସ କୌସ୍ତୁଭମଣି ଗଦା କମଳ ଚକ୍ରପାଣି ଶଙ୍ଖ সোহই বাম করে বনমাজে লম্বে উড়ে ইয়াদি যেতে চিহ্ন বর্ণ চিন্তা করাই ସେ ରାଜାଙ୍କ ମନ ଭିତରେ ଈଶ୍ୱରଙ୍କର ଧ୍ୟାନ ସଦାସର୍ବଦା ଥାଏ। ତାହା ସହିତ ବି ରାଜ୍ୟ କାର୍ଯ୍ୟକୁ ଅତି ସୁନ୍ଦର ସୁଚାରୁ ରୂପରେ ସେ ଚଳେଇଥିଲେ। ଅତି ଭକ୍ତି ନାରାୟଣେ ହୋଇଲା ତାର ଦିନୁ ଦିନେ ଶୁଣ କହିବା ହେ ରାଜନ ମନ୍ତେ ଗଲା କେତେ ଦିନ ଲକ୍ଷେ ବରଷ ସିରାଜନ ମନି କରୁଣା ପାଳନ। ସତ୍ୟଯୁଗର ରାଜା ହେଉଛନ୍ତି ଭରତ, ପୂର୍ଣ୍ଣ ପରମାୟୁ ସେ ଲକ୍ଷେ ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ। সকল সঙ্গ ত্যাগ কলে পুত্রଙ୍କୁ রাই সে নিশ্চয় যেতে সম্বোধ যথোচিতে বিভাগ করি যেঝা মতে দেই সে ঋষভ কুমার আপনে হইলে বাহার কুলহ সিংহ আশ্রম তহিଁକି କଲିକ ଗଲେ। ଭରତ ମଧ୍ୟ ସେୟା କଲେ। ଏତେ ବର୍ଷ ଶାସନ ପରେ ପୁତ୍ରମାନଙ୍କୁ ଡାକି ରାଜ୍ୟର ଦାୟିତ୍ୱ ଦେଇଦେଇ କୁଲହ ଆଶ୍ରମକୁ ଋଷିଙ୍କ ଆଶ୍ରମକୁ ସେ ଚାଲିଗଲେ, ରାଜ୍ୟ ଛାଡ଼ିକି। ଆଦ୍ୟାପି ହରି ଭଗବାନ ଯହି ଅଛନ୍ତି କରି ସ୍ଥାନ ତହିଁର ନଦୀ ଶୁଦ୍ଧ ଜଳ ସୁଖେ ସେବନ୍ତି ମଣିକୂଳ ତାହାର ଗଣ୍ଡକୀ ନାମ ସ୍ପରଶେ ପାପ ବିନାଶନ ପୁଲହ ଶ୍ରମ ଯେ ଗହନ ବିବିଧ ଲୁଟବି ଶୋଭନ। ସେ ଆଶ୍ରମର ପାଖରେ ଗଣ୍ଡକୀ ନଦୀ ମଧ୍ୟ ପ୍ରବାହିତ ହେଉଛି। ନାନା କୁସୁମ ପରିମଳ ନିର୍ମଳ ସୁଶୀତଳ ଜଳ ମଳୟ ପବନ ନିରତେ ତହିଁ ଭରତ ଶୁଦ୍ଧ ଚିତେ କୋମଳ ତୁଳସୀର ଦଳ ସୁସ୍ୱାଦୁ ପାକୁଅ ଫଳମୂଳ ଏବଂ ତୁଳସୀ ପତ୍ର ଖାଇକରି ସେ ଜୀବନ ଧାରଣ କରୁଥିଲେ। ଅନ୍ୟ ଯେ ବନ୍ୟ ଉପହାର ନିବେଦି ଗୋବିନ୍ଦ ପୟର ଇନ୍ଦ୍ରିୟ ଗଣକୁ ନିବାରି ବିଷୟ ରସ ଦୂର କରି ନିତ୍ୟ ଗୋବିନ୍ଦ ଆରାଧନା କରଇ ହରସେ ରାଜନ ମହାପୁରୁଷ ସେବା ବିନେ ଅନ୍ୟ ସେ ନ ଭାବଇ ମନେ ଜଗତ ପ୍ରଭୁ ନାରାୟଣେ ଶ୍ରଦ୍ଧା ବଢ଼ାଇ ଅନୁକ୍ଷଣେ
ପ୍ରିୟଦାତ ନାମ ଧରି ହୃଦୟ ଗଦ କରି ରୋମ ପୁଲକ ଅଶ୍ରୁପାତ ରସ ହୋଇ ଅବିରତ ତେଣୁ ଭରତ ତାଙ୍କର ତପସ୍ୟା କରିକିରି ପୁରା ଶୁଦ୍ଧ ଅବସ୍ଥାରେ ଯାଇକିରି ପହଞ୍ଚିକିରି ଭଗବାନଙ୍କ ନାମ କୀର୍ତ୍ତନ କଲାକିରି ତାଙ୍କର ଆଖିରୁ ଧାର ଧାର ଲୁହ ବହି ପଡ଼ୁଥିବ। ହେମନ୍ତ ପ୍ରଭୁ ଯେ ଗୋବିନ୍ଦ ଅରୁଣାଚଳ ଅରବିନ୍ଦ ଆସ୍ୱାଦ କରି ଅବିରତେ ପରମ ଭକ୍ତି ଯୋଗମତି ଗଭୀର ହୃଦୟରେ ଚିତ୍ତ ବୁଡ଼ାଇ ରନ୍ତରେ नीति से प्रभु सेवा तारो समय भगवान पूजन भगवान को सब सेवारे समस्त समय अतिबाहित आमर गृहस्थ धर्म जे तुम भगवत सेवा कर गृहस्थ धर्म समस्त कार्य कर भगवत सेवा कर पूजा को सठिक भाव में पूजा कर भगवान जी तुम सामर्थ फूल पता लगे तुम देपर से जिन आम कहीं करूना आमको समय नहीं आम निज कम कर से कम कर तो ସେଇଥିରେ ନିୟୋଜିତ କରିଦେଇଛନ୍ତି ତାଙ୍କ ଜୀବନଟାକୁ ସେଇଥିରେ ନିୟୋଜିତ କରିଦେଇଛନ୍ତି। हाँ से तो नियोजित कर एत बड़ राजा कि मन भितर प्रकृत सत्यर उपासना थी जे ये सब हूँ स्वप्न ये सब किसी ना जिते बड़े मुझे दिन हेले भी ये राजपद भी मोर रही कि शरीर मोर रही कि ये किसी मोर रहा तेणु ता पूर्व मत श्रेष्ठ कर्म करने पड़े ସେଇ କଥା ବା ଜଣେ ରାଜା କହୁନଥିଲେ ଜିତୁଦାସ କହୁନୁ ସେ ରାଜା କହୁଥିଲେ ଗୋଟେ ଲୋକ ପଣ୍ଡିତ ଜଣେ ଥିଲା ତାଙ୍କ ବାସ ସେ ପଣ୍ଡିତ ଆସ୍ତେ ଆସ୍ତେ ବୃଦ୍ଧ ହେଇକି ମରିଗଲେ ତାଙ୍କ ପୁଅ ଗୋଟେ ଥିଲା ତାଙ୍କ ସେ କଲେ ଗୋଟେ ଆମ ବିବେକ ଦୃଷ୍ଟିରୁ ତାକୁ ପୋଷ୍ଟିଂ ଦେବା ପୋଷ୍ଟିଂ ଦେବା ସେ ଆସିକି ରହିଲେ ରାଜଦରବାରରେ କିଛି ଦେଇକି ସଂଗ୍ରହ କଲେ ବାପା ତ ମରିଗଲେ ସିଏ କଲେ ତାକୁ ଡାକ ସିଏ କ'ଣ କଲା ଟିକେ ଅଳ୍ପ ବୟସ ଲୋକ ଆସିଲା ପରେ ଏଠୁ କହିଲା ତମେ ତମ ବାପା ଚାଲିଗଲେ ତମେ ଏଇଠି ରୁହ ଆମ ରାଜା ପ୍ରସାଦ ରୁହ ଶାସ୍ତ୍ର ଜ୍ଞାନ କିଛି ଶିଖିଛ ନା ସେ କିଛି କହିଲାନି ଚୁପ୍ ସବୁ ଚୁପ୍ ରହିଲା ସବୁ ପଚାରିଲେ ଚୁପ୍ ରହିଲା କହିଲା ସେତେବେଳେ ମୂର୍ଖଟା କି ଚୁପ୍ ରହୁଛି କ'ଣ କଥାଟା କହୁନି କାଲଦିନ ଜଡ଼ଦିନ କ'ଣ କେତେ ଲୋକ ଯାହା ପଚାରିଲେ କିଛି କହିଲାନି ଲାଷ୍ଟକୁ ଗୋଟେ ସିଲେକ୍ଟ ଲେଖିଦେଲେ ମୋଠୁ ମୂର୍ଖ ମୋଠୁ ବଡ଼ ମୂର୍ଖ ଯିଏ ଥିବ ଯିଏ ହେବ ତା ପାଖରେ ତୁ ଏଇଟାକୁ ମୋଠୁ ବଡ଼ ମୂର୍ଖ କିଏ ଏଇଆ ଲେଖା ହେଲା ତା ବେକରେ ପକାହେଲା ତୁ ଭୁଲ ତୁ ତାକୁ ସବୁ ଦେଖିବୁ ଝିଅ ତୋଠୁ ଆଠୁ ବଡ଼ ମୂର୍ଖ ତାରି ବେକରେ ଏଇଟା ପକେଇବୁ ସିଏ ତାର ପଳେଇଲା ତା ଧନ୍ଦା ତ କରିକି ବୁଲିଲା ଦେଶ ବିଦେଶ ସବୁଆଡ଼େ ବୁଲିଲା କେଉଁଠି କିଛି ପାଇଲାନି ତେଣୁ ଲାଷ୍ଟକୁ କ'ଣ କଲେ ବୁଢ଼ାର ରାଜା ବୁଢ଼ାଙ୍କର ବୟସ ହେଇଗଲା ମରିବା ବୟସ ମନ ପଡ଼ିଗଲା ଏଇ ଟୋକା କଥା ତ ପିଲାଟି ଦେଇ ପଠେଇଛି ମୋଠୁ ବଡ଼ ମୂର୍ଖ କିଏ ସେଠି ଲେଖା ହେଇଛି କାରଣ ଏ ବୁଲୁଛି ତାର ସେ ତା ଡାକ ସବୁ ଦେଇକି ସନ୍ଧ୍ୟା ସାମନେ ଦେଇ ତା ଡାକିକି ଆଣିଲେ କେଉଁଠି ଥିଲା କେଉଁ ଅର୍ଜନ ଜାଗା ରାଜ୍ୟ ଉପରେ ଥିଲା ଧରିକି ଆଇଲେ ଧରିକି ଆସିକି ପଚାରିଲା ଆଉ କ'ଣ ଏବେ ବି କ'ଣ କଥାବାର୍ତ୍ତା ହେଉଛି ଶୁଭୁଛି କ'ଣ କିଛି କହିଲେ ଚୁପ୍ କ'ଣ ଯେତେ ଯାହା ପଚାରିଲା ଚୁପ୍ କହିଲା ମୋର ତ ଯିବା ଆସିବା ସମୟ ହେଇଗଲା ଆଉ ହେଲେ ବି କିଛି କହ ମୁଁ ତ ତାହେଲେ କିଛି ସ୍ୱର୍ଣ୍ଣ ଇଏ ଦେବି ତୁ ନେଇକି ବଞ୍ଚିବୁ ତୁ ପିଲା ସଂସାର ବଞ୍ଚିବୁ ଏମାନେ ତ କିଏ ଦେବେ ନ ଦେବେ ପଚାରିବେ ନାହିଁ ମୁଁ ତ ଗୋଟେ ପୁରୁଣା ରାଜା ମୁଁ ସେଥିପାଇଁ ନା କ'ଣ କହିଲେ କ'ଣ ସେଇଠି କଥା କହିଲା କହିଲା କ'ଣ କହିଲେ ଯିବା ଆସିବା ଗୋଟେ କେଉଁଠୁ ଆସିଥିଲି ନା ମୁଁ ଜାଣିନି କେଉଁଠିକି ଯିବେ ନା ମୁଁ ଜାଣିନି ସେ
ସିଲେଟା କଲା ତା ବେକରେ ପକେଇଦେଲା। ଏଇ ସବୁ ଯଥାର୍ଥ ପ୍ରଶ୍ନ ଶୁଣ, ଯଥାର୍ଥ ଉତ୍ତର। କହିଲା ଏଇ ଯେଉଁ କଥାଟି କହିଲେ ଯିବା ଆସିବା ସମୟ ମୋର ହେଇଗଲା ତୁମକୁ କିଛି ଦେବି ତମେ ନେଇକି ବଞ୍ଚିବ ଚଳିବ ବୋଲି କହିଲ। ଯେଉଁ ଯିବା ଆସିବା କଥାଟି ମୋତେ କହିଲ ସେ ଯିବା ଆସିବା ଯେଉଁଠୁ ଆସିଥିଲ ଆଉ କେଉଁଠିକି ଯିବ ମୋତେ ଏତିକି କୁହ। ନା ମୁଁ ଜାଣି ଗଲା ପେଟରୁ ପକେଇଲା ତା ବେକରେ ରାଜା ବେକରେ। ରାଜା କହିଲେ ଇଏ କହ ମୋଠୁ ଆହୁରି ଅଧିକ ମୂର୍ଖ ଅଛ ତୁମେ ରାଜା ହେଇଛ କିନ୍ତୁ କେଉଁଠୁ ଆସିଛ ଜାଣିନ କେଉଁଠୁ ଯିବ ଜାଣିନ। ତାକୁ ଆଗେ କ୍ଲିୟର କରୁନି ତମେ ଏମିତି ରାଜା ଶାସନ ଚଲେଇ ଚାଲିଛ। ହଁ ଏଇ ଆମ ଭାଗବତ ଯାହା କହୁଛି ଆମେ ସବୁ କରୁଛେ ସବୁ ଜାଣୁଛେ କିନ୍ତୁ ତା ନୀତି ନିୟମ ଆମେ କରିପାରୁନାହିଁ। ଆମେ ଏଇ କଥାଟା କଥା ହଉଛେ ନା ନାଇଁ। ସେଇ କଥାଟା କହିଲା ଯେ କେଉଁଠୁ ଆସିଲ ତମେ ଏପର୍ଯ୍ୟନ୍ତ ଜାଣିପାରିଲନି ଆଉ ଯିବାକୁ କହିଲେଣି ତମେ କେଉଁଠିକି ଯିବ ତମେ ଜାଣିପାରୁନି। ମୋଠୁ ତ ତମେ ବଡ ଆଉ ମୂର୍ଖ। ମୋଠୁ ତ ତମେ ଆହୁରି ବଡ଼ ମୂର୍ଖ। ଆଉ ମୁଁ କଥା କହୁନି କ'ଣ କହୁଛ ସେ ଜଡ଼ ବଦଳା ଇଏ ପାଟି ପିଟିଲେନି କିଛି କହିଲେନି ଲାଷ୍ଟ ବେଳକୁ ଏଇ ପଦ ଲୋକ ଶୁଣିକି ସବୁ ପାଳି ମାରି ପକେଇଛି ତା ବେକରେ ପକେଇ। ସେ ଯେଉଁ କଳା ଯିବା ରାସ୍ତାରେ ଦେଖ କେଉଁଠିକି ଯିବ ତମେ ତାକୁ ଆଗେ କ୍ଲିୟର କର। ସେ ଜିନିଷ କ୍ଲିୟର କଲେ ତମେ ଯିବ ସେଇଠି କେଉଁଠିକି ଯାଇଛ ସେଇଠିକି ଯିବ। ସେଇଟା ତାକୁ ହଉଛି ସାଷ୍ଟାଙ୍ଗ ଗୁରୁତ୍ୱପୂର୍ଣ୍ଣ। ପ୍ରଣିପାତ କଲା ରାଜା। ଆଉ କରିବ ନାହିଁ ବହୁତ ବହୁତ ଗୁରୁ ଜ୍ଞାନ ଦେଇଦେଲା ଆଉ। ଏକାଥରେ ଜ୍ଞାନ ପାଇଗଲା। ତାକୁ ପୂଜା କଲା ଭଳିଆ କଲା କହିଲା ଆକୁ ରଖ ଇଏ କର ଇଏ ମହାଜ୍ଞାନୀ। କହିଲା ମୁଁ ତ ଆସିଛି କେଉଁଠୁ ମୁଁ ଜାଣିନି ମୁଁ ତ ଯିବି କେଉଁଠିକି ମୁଁ ଜାଣିନି ମୁଁ ପଣ୍ଡିତ କ'ଣ ମୁଁ ରାଜା କ'ଣ କି ରାଜା କ'ଣ ପଣ୍ଡିତ କ'ଣ କିଏ ସେମିତି କଥା। ଆମେ ଏଗୁଡ଼ା ସବୁ ଜାଣୁଛେ ଏଇଆ କଲେ ଏଇଆ ହେବ ବୋଲିକି ସେ ଆମକୁ କ୍ଲିୟର ବତେଇ ଦେଉଛି। ଆଉ ବତେଇ ଦେଲା ପରେ ବି ଆମେ ତାକୁ ଧରି ପାରୁନା। ନା ଧରିପାରୁ ଯେତିକି କରୁଛେ କିଛି କିଛି ଯାହା ହଁ। ସେତିକି ଏତିକି ଶୁଣିକି ହେଲେ ଟିକେ କିଛି ମୁଣ୍ଡରେ ଆସୁଛି ସେତିକି କି ଦୟା ଗୋଟେ ଆସୁଛି କୋଉ ନାଇଁ ଜିନିଷ ଅଛି। ସେତିକି ନଥିଲେ ଆପଣ ଏ ଜିନିଷଟା ହଁ। ଶୁଣନ୍ତେ କାହିଁକି? ବାସ୍। ଶୁଣିବା ପାଇଁ ଆପଣ ବି ଶୁଣୁନାହାନ୍ତି ତ କେହି। କିଏ ଶୁଣୁ ଆପଣ ସେଇ ଆମେ ସେଇ ଭଳିଆ ଲୋକ ନା କେହି ଶୁଣିବାର ଇଚ୍ଛା ନାହିଁ। ତେବେ ଶୁଣିକିରି କିଛି ବି ବୁଝା ହଉଛି କିଛି ତାର ପ୍ରଭାବ ପଡୁଛି ଯେ କିଛି ବୁଝା ହଉନି କିଛି ପ୍ରଭାବ ପଡୁନି ସେଟା ତା ନୁହଁ। ଆମେ ଜାଣୁଛେ ତ ଏଇଆ ଏଇଆ ହେଇକି ଯାଇଥିଲା। ସେ ଇଏ ଯୋଉ ପରମ୍ପରା ଜିନିଷଟା ଅନୁସାରେ। ଆପଣ କହିଲେ ଯୋଉ ପ୍ରଶ୍ନର ଉତ୍ତର ସେ ଯଥାର୍ଥ ପ୍ରଶ୍ନ ଯଥାର୍ଥ ଉତ୍ତର। ଉତ୍ତର। ଇଏ ସବୁ ଶାସ୍ତ୍ରର ସାର ହଉଛି ସେଇ ଦି ଧାଡି। ଖାଲି ଏଇଆକୁ ଜଗିଥିଲା ଯେ ଗୋଟେ ମତେ ଏଇ କଥାଟା କିଏ କହିବ ମୁଁ ଆସିଛି ଆଉ ମୋର ଯିବା ଆସିବା ସମୟ ହେଇଗଲା। ହେଇଗଲା କାହିଁ ଏବେ କାହିଁ କୋଉଠି ଯିବା ଆସିବା ସମୟ କୋଉଠୁ ହେଇଗଲା। ଆସିଥିଲ ହଁ ସେ କଥା ଜାଣିଛ କୋଉଠିକି ଯିବ ତମେ ସେତିକି କିଛି ଜାଣିଛ କି? ଜାଣିନ ଜାଣିନ? ତମେ ଏ ବିଷୟରେ କିଛି ଜାଣିନ। ତୁମଠୁ ମୂର୍ଖ ମୋଠୁ- ଏତେ ବଡ ରାଜା ସିଏ ତାକୁ କୋଉ ଭଳିଆ ତାକୁ ଅକଳରେ ପକେଇଦେଲା। ପକେଇଦେଲା ଏକାଥରେ ଗୋଟେ ପଦରେ ସାଷ୍ଟାଙ୍ଗ ପ୍ରଣିପାତ କଲେ ରାଜା ତାକୁ କହିଲେ ଇଏ ହେଉଛନ୍ତି ପ୍ରକୃତରେ ଜ୍ଞାନୀ। ଆମେ ଯେମିତି ଆମେ ଅଜ୍ଞାନ ଏଇନା ଘରକୁ ଆସିଛେ ଭାଇନା ବ୍ୟସ୍ତ ହଉଛେ। ଘରୁ ଆମେ ଆସିଛେ ଠିକ ନା ଆମେ ଏଇଟା ଛଟପଟ ହଉଛେ କଣ ଘରକୁ ପଳେଇବା ଆଗେ କାମ ସରିଲେ ଘରକୁ ପଳେଇବା। ଆମେ ସେଇଠୁ ଆଇଛେ। ହଁ। ସେମିତି ସେ କହିଲେ ଏ ସଂସାରରେ ସିନେ ତମର ଏଇଟା ଘର ଆରେ ତମେ ଯେତେବେଳେ ଅଦୃଶ୍ୟ ହେଇଯିବ ତମ ଘର କୋଉଠି? କୋଉଠି ସେ ଘରକୁ ସଜାଡ଼ିଲେ ତ ହଁ ତାକୁ ସେ ସଜାଡ଼ି ଥିଲେ ତ ତୁମେ ଯିବ। ତେଣୁ ସେ ଘର ସେଇଆକୁ ସଜାଡ଼ି ନାହଁ ତମଠୁ ମୂର୍ଖ ଖାଲି କିଏ? ଏଇ ଘରକୁ ମାଡି ବସିକି ଏଇ ଘରକୁ ଧରିଛ, ମାଡ଼ି ଏଇ ମୋର ବସିଛ। ସବୁ। ଇଏ କରି ପକେଇଛି ପଇସା ଖର୍ଚ୍ଚ କରିଦେଇଛନ୍ତି କି ଏଇ କଥାକୁ ମୋର କେତେଟା କଥା ମନେ ବଢିଆ ପଡୁଛି। ବଢିଆ ସୁନ୍ଦର କଥା ସୁନ୍ଦର କଥା। ସେଇଆ ହଉଛି କଥା ସେ ସବୁ ନାଇଁ, ଲୋକ ସେଇଟା- ବୁଝିପାରୁନାହାନ୍ତି। ଆମେ ରାସ୍ତା କ୍ଲିୟର ଏଇଟା- କରୁନା ଆମେ ତଥାପି ଜାଣିପାରୁନା ଗୁରୁ ଜ୍ଞାନ ଏଇ ଯୋଉ ପଦ ବିପଦ କହିଲେ ଆଠୁ ଶ୍ରେଷ୍ଠ କଥା କିଛି କିଛି। କିଛି ନାହିଁ। ଆଉ ଏତିକି ବୁଝିବା ପାଇଁ ଆମେ ଏତେ ସିଏ ଏବେ କ'ଣ ରାଜନଗର ରାଜ୍ୟର ସବୁ ଲୋକ ଶୁଣିଦେଲେ ନା ଆଉ ସବୁ ଆଉ କାହା ସତେଜ- ପାଟି ଖୋଲିଲେ ସବୁ ମାନେ ସତେଜ ହେଇଯିବେ ଏକଦମ। ଆଉ? କ'ଣ କହିଲେ ଇଏ ଏଇଟା ଯଥାର୍ଥ। ଆରେ ଆକୁ ଆଉ ଉତ୍ତର କିଛି ନାହିଁ ଓଲଟା ଉତ୍ତର କିଛି ନାହିଁ। ଯିବା ଆସିବା କଥା କହୁଛ କୋଉଠିକି ଯିବ କୋଉଠି ଆସିବ ତ କହିପାରୁନି ଆମମାନେ କ'ଣ ସିଏ ସିଲେଟ କାଢ଼ିକି ତା ଭିତରେ ପକାଇଦେଲେ ଲୋକ ତ କାଢ଼ି ସେଇ କଥା ତ କ'ଣ ସେତିକି ଜାଣିନ ଏତେ ଧନ୍ଦା କ'ଣ କରୁଛ ସବୁ ହଁ? ଏଇଆ ଭାରି ଭଲ ମୂଲ୍ୟବାନ କଥାଟି ଅତି ମୂଲ୍ୟବାନ। କଥା ସବୁ ସେ ଦେଖିବା ପାଞ୍ଚ ଲୋକ ସାଙ୍ଗରେ ବସିଲେ ପାଞ୍ଚ ଜାଗାରେ ଶୁଣିଲେ କି କ'ଣ କଲେ ଆମେ କିଛି କି ଜାଣିବା। ସେମାନେ ସଂଗ୍ରହ କରିକିରି ଯୋଉଗୁଡାକ ଭଲ ଭଲ ଲୋକ ହଁ। ଶୁଣିବେ ଗୁରୁତ୍ୱପୂର୍ଣ୍ଣ ଜିନିଷ ଆଉ ସିଏ ଜିନିଷକୁ ଦେଖୁଛନ୍ତି କେତେ ଜଣ ଏଇ କେତେ ଜଣ ଅତି ସେଇ ଯୋଉ ଭଲ ଜିନିଷଟା ଭଗବାନଙ୍କର କିଏ ଦେଖୁଛି ଏଇ ଶିବ ମନ୍ଦିରରେ ଶଙ୍ଖ ବାଜେନି ଜାଣିଛ ନା
ଶିବ ଶଙ୍ଖ ମନ୍ଦିର ଶିବ ବାବା ଶଙ୍ଖରୁ ବୋଧ କରିଥିଲି କେବଳ ବିଷ୍ଣୁ ମନ୍ଦିରରେ ଶଙ୍ଖ ବାଜେ। ବିଷ୍ଣୁ ବିଷ୍ଣୁ ମନ୍ଦିର ବି ଜଗନ୍ନାଥ ମନ୍ଦିର ସେଠି ବାଜିବନି। ଶଙ୍ଖ ବାଜିବନି। ଆମର ଏଇଟା ଏଠି ଶଙ୍ଖାସୁର ଯିଏ ମାରିଥିଲେ ତ ସେଥିପାଇଁ ଆକୁ ଶଙ୍ଖ କ'ଣ ତାଙ୍କ ନା କି ଅସୁର ଏ ଶିବଙ୍କ ବାଛିରେ ତାକୁ ତ ସେଥିପାଇଁ ଶିବ ମନ୍ଦିରରେ ବି ସେ ଶଙ୍ଖ ବାଜିବନି ଏ ମନ୍ଦିରରେ ବାଜିବନି ସେ କ'ଣ ସଂଖ୍ୟା କ'ଣ ତା ନାଁଟା ଭଲ ନାଁଟା ଶିବ ମାରିଥିଲେ ତାକୁ ସେଥିପାଇଁ କହିଲେ ବହୁତ ଜାଗାରେ ତୁ ଏଠି ତ ଇଏ ଧ୍ୱନି ବାଜିବନି ଏଠି। ନାଁଟା ଭୁଲି ସେ କୋଉଠି ଯାହା ଦେଖୁଛନ୍ତି ସବୁ ନେପାଳ ଆପଣ ସେ ଯୋଉ ମଠାଟା ପିନ୍ଧିକି ଆସୁନାହାନ୍ତି କୋଉଟା ମଠାଟା ଏଇଟା ବା ଗରମ ଜିନିଷଟା ଆପଣ ଆମର ପ୍ୟାଣ୍ଟ ଏଇଟା ଲଗାଇ ପିନ୍ଧିକି ପିନ୍ଧିକି ଆସୁଛନ୍ତି। ଆପଣ ସକାଳେ ଏଇଟା ଗରମ ନାଇଁ ମ ଗୋଟେ ମଠାଟେ ଖଣ୍ଡେ ପକେଇଦେବେ ଦେହରେ ଏଇଟା ଏଇଟା ଗୋଟେ କଟନ ଜିନିଷଟା ନୁହଁ, ଏଇଟା ଗରମ ହବ। ଆପଣ ସେଇଟା ପବନ ଆସୁଥିବ ସେବାଟୁ ଏଇଟା ପଲିଷ୍ଟର ଟାଇପ ଜିନିଷଟା ନା ଏଇ ଜିନିଷଟା ଗରମ ହବ ନା ଗରମ ତ ଅତିରିକ୍ତ ମଠା ତ ଅଛି ଯେ ଆପଣଙ୍କର କଛାଟା କାରଣ ମାରିଲେ ଏଠି ଏତେ ପବନ ମାରୁଛି ଆମେ ହିଁ ସାଡୁ ଆଇଥିଲୁ ଝାଳ ସବୁ ମରିବା ନାଇଁ ଝାଳ ପବନ ଦଉଛି ଏଇ କଡ଼ରେ ପଳା ଆସୁଛି ସବୁଆଡୁ ପବନ ଆଉଛି ଏଇ ଝାଳ ବାଜୁଛି। ହଁ। ହଉ ଦିନ ତ ପଡ଼ନ୍ତୁ नीति प्रभु सेवा तार विस्मर येथु अंतरे सिराज अजिना करी परिधान श्री कपिल जटाधर शरीर दिशई सुंदर सूर्यमंडले शिरायन ब्रह्मरूप परिध्यान हरि हरि बोल हेमंत वाक्य माने बोलई हर्षिता मने हे परम ब्रह्म तू सविता निखिल कर्म फलदाता तेणु भगवानଙ୍କର प्रकाश्य रूप होती भगवान सूर्य आम जहाँ प्रतिदिन दर्शन करुचे जहाँ संसार गोटे मुहूर्त रहीपर सूर्य यदि उदय न हो संसार जिते विज्ञान तार जिते कारसादी अच्छे सब कर पृथ्वी के आलोक प्रदान करी समस्त जिनस को से सठिक भाव परिचालना कर तेणु भगवान प्रकाश्य रूप हूँ आम कौन भगवान को देखुने भगवान प्रकाश्य रूप हूँ तेणु महिमंथर से भगवान सूर्य को अस्त है खाइले अस्त पूर्व जहाँ सूर्य अस्त हो किसी जल कि कौन से जिन ग्रहण निराकार वाला सेया କରୁଛନ୍ତି ନା ନିରାକାର ବାଲା ସେୟା ନା ସୂର୍ଯ୍ୟ ବନ୍ଦ ହେଇଗଲେ ତାଙ୍କର ଖାଇବା ବନ୍ଦ ହେଇଗଲା ଆଉ କିଛି କରିବେନି ଆଉ ତାକୁ ଅମୃତ ଦେଲେ ବି ସେ ଛୁଇଁବେ ତେଣୁ ସେଇଥିପାଇଁ ଯେତେ ବଡ଼ ଯାହା ପୂଜା କରନ୍ତୁ ଯଜ୍ଞ ଯାହା କରନ୍ତୁ ଆରମ୍ଭରେ ସୂର୍ଯ୍ୟ ପୂଜା ନହେଲେ କୌଣସି କାର୍ଯ୍ୟ ହେବ ନାହିଁ। हे परम ब्रह्म तू सविता निखिल कर्म फलदाता इच्छा मात्र के सृष्टि करू सकल जीवे प्रतिपालु तो तेजे सर्वबुद्धि स्फुरे शरणगली तुतरे भरत कर्मानुसारी सुजने चिंता से प्रभु चरणरविंदे मननिवेशी अप्रमाणे कहई दास जगन्नाथ श्री कृष्ण भजन चरी हरि
অষ্টমোধ্যায় অষ্টমী ভরতরাজন করন্তি বিষ্ণু আরাধন মুর্গ পোষণে দিলে মন লভিলে মুর্গ রূপে ସେ ପଡ଼ିବ। କାଲି ସିଏ ଆରମ୍ଭ ହେବ ଦୁର୍ଗ ତାକୁ ରଖିଦିଅନ୍ତୁ ନାମ କରିଦିଅନ୍ତୁ ତାଙ୍କୁ ଛାଡ଼ିଦେବା ଭାଇନାଙ୍କୁ ଆମେ ରାମାୟଣ ଟିକେ ପଢ଼ିକି ପଳେଇବା ରାମାୟଣ ପଢ଼ିବା ହଁ? ପଢ଼ୁନାହାନ୍ତି ଆପଣ ମାନେ ପଢ଼ନ୍ତୁ ଏ 8ଟା ଟାଇମ୍ ରଖିବା ଆଉ ନାଇଁ ଆପଣ ବ୍ୟସ୍ତ ହେଉଛନ୍ତି ଯଦି ନା ପଳାନ୍ତୁ ବ୍ୟସ୍ତ ତ ହବି ଆଉ ସେଥିରେ କ'ଣ କେତେ ଟାଇମ୍ ମୁଁ ତ ସାଢ଼େ ଶୀଘ୍ର ବ୍ୟସ୍ତ ହେଉଥିଲା ମୁଁ ଆସିଲି ସାତଟା କାହିଁକି 7:35 କାମଟା ସାରିଦେଇକି ତ ଯିବା ଗୋଟେ କରିଦିଅନ୍ତୁ କଷ୍ଟ ହଉ କଷ୍ଟ ହଉ ଯାହା ହରେ କୃଷ୍ଣ ହରେ କୃଷ୍ଣ Toda.